ମୋ ନାଁ ହେଉଛି ସୁଧାକର ସେଠୀ। ମୁଁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ବୋହାଳପୁର ବେଣିରାମପୁର କଟକର ପ୍ରିନ୍ସିପାଲ ଅଛି। ମୁଁ ଯେଉଁ ଆମର ଅଛନ୍ତି ବିଓ ମ୍ୟାଡ଼ାମ୍ ବହୁତ ଭଲ ଲୋକ ଏବଂ ମୁଁ ଏଇ ନିକଟରେ ଯାଇଥିଲି ଆମର ଗୋଟେ ଅଫିସ୍ କାମରେ ଆର୍ଟି ପାରଦର୍ଶୀ ପୋର୍ଟାଲ କାମରେ ଯାଇଥିଲି ମ୍ୟାଡ଼ାମ୍ କତିକି। ମ୍ୟାଡ଼ାମ୍ ମୋତେ ହଠାତ୍ କ୍ୱେଶ୍ଚିନ୍ କଲେ ଯେ ଆପଣଙ୍କ ଠାରୁ ମୁଁ କେତେ ଟଙ୍କା ନେଇଛି। ମୁଁ କହିଲି ମ୍ୟାଡ଼ାମ୍ ମୁଁ ଆପଣଙ୍କୁ ତ ଫିଜିକାଲି ଦେଖିନଥିଲି, ଯାହା ହ୍ୱାଟ୍ସଆପ୍ ମାଧ୍ୟମରେ ଦେଖିଥିଲି। ଆଉ ଆଜି ଆପଣ ମୋର ଫିଜିକାଲି ଭେଟ ହେଲେ ଆପଣଙ୍କୁ ମୁଁ ଦେଖୁଛି, ଆପଣ ମୋତେ ପ୍ରଶ୍ନ କରୁଛନ୍ତି ପଇସା ପତ୍ର କଥା। ଆଜ୍ଞା ଏଇଟା ସମ୍ପୂର୍ଣ୍ଣ ଇଏ କଥା, ଆପଣ କାହିଁ ସେମିତି କ୍ୱେଶ୍ଚିନ୍ କରୁଛନ୍ତି ମୋତେ। ନା ନାଇଁ, ମୋ ନାଁରେ ଏମିତି ଅଭିଯୋଗ ହେଇଛି ଆଉ ମୁଁ ପଇସା ପତ୍ର ଖାଉଛି ବୋଲିକିରି। କିନ୍ତୁ ସେଇଥିପାଇଁ ମୁଁ ଆପଣଙ୍କୁ ପଚାରିଲି ସିଧାସଳଖ ଯେ ଆପଣ କେତେ ପଇସା ମୋତେ ଦେଇଛନ୍ତି। ମୁଁ କହିଲି ମ୍ୟାଡ଼ାମ୍ କ୍ଷମା କରିବେ, ସେ କଥା ଆପଣ ଆମକୁ, ମୁଁ ତ ପ୍ରଥମ ଥର ଆପଣଙ୍କୁ ଭେଟୁଛି, ଆପଣଙ୍କୁ ଆଉ ପଇସା ଦେବା କଥା ପ୍ରଶ୍ନ ଉଠୁଛି କାହିଁ। ଆପଣ ତ ବହୁତ ଇଏ ସହିତ କହିଲେ, ମାନେ ବସିବା ପାଇଁ ମୋତେ କହିଲେ ଏବଂ ମୋ କାମଟା କ'ଣ ଅଛି ଆଗ ବୁଝିକିରି ଆଉ କରିବି ଦେଲେ ସାଙ୍ଗେ ସାଙ୍ଗେ। ମ୍ୟାଡ଼ାମ୍ ନିଶ୍ଚୟ କ୍ଷତି ହେବ, କାରଣ ଆମେ ଯେତେବେଳେ ଜଣେ ଭଲ ଲୋକଙ୍କୁ ପାଇଛୁ ଏବଂ ସେ ଶିକ୍ଷା ବିଭାଗଟାକୁ ଭଲ ଭାବରେ ତନଖି କରୁଛନ୍ତି, ଯେତେବେଳେ ସେ ବାରମ୍ବାର ବିଭିନ୍ନ ଅଭିଯୋଗ ଆସିବ, ଏ ବିଓ ଅଫିସ୍ କେହି ଆସିବେନି ଶିକ୍ଷା ଅଧିକାରୀମାନେ। ତେଣୁ ପାଠ ପଢ଼ାରେ ବ୍ୟାଘାତ ହେବ, ବିଭିନ୍ନ ସମସ୍ୟା ସୃଷ୍ଟି ହେବ, ଶିକ୍ଷା କ୍ଷେତ୍ରରେ ଇଏ ବ୍ଲକଟା ପଛୁଆ ହେଇଯିବ। ସେ ତାଙ୍କର ପେପର ବାଲାଙ୍କର କ'ଣ ବ୍ୟକ୍ତିଗତ ତାଙ୍କ ଉପରେ ଆକ୍ରୋଶ ଥାଇପାରେ, କିନ୍ତୁ ଏଇଟା ଗୋଟେ ସାମୂହିକ ସମସ୍ୟା ନୁହେଁ। ଆମେ ଯେତିକି ଉପଲବ୍ଧି କରିଛୁ, ଆଜ୍ଞା ମୁଁ ଏଇଠି ମୋର ଏଜୁକେସନ୍ ଲାଇନ୍ରେ ମୋର ଏଇଠି ଏଇ ସ୍କୁଲରେ ପର୍ଟିକୁଲାର ସ୍କୁଲରେ 22-23 ବର୍ଷ ହେଇଗଲାଣି। ଆଉ କେତେ ଅଫିସର ବି ଗଲେଣି। ଏଠି ମାନେ ଶିକ୍ଷା ଜିଲ୍ଲାଟା ଗୋଟେ ଶୃଙ୍ଖଳା ଭାବରେ ଚାଲେ। ଏଭଳିଆ ସମସ୍ୟା ଏଇଟା ପ୍ରଥମ ଥର ପାଇଁ ଆମେ ଶୁଣୁଛୁ। ଏଇଟା ଗୋଟେ ନିନ୍ଦନୀୟ କଥା ଯେ ଜଣେ ସମ୍ପାଦକ ହିସାବରେ ଜଣେ ଶିକ୍ଷା ଅଧିକାରୀଙ୍କୁ ଯେ ଫୋନରେ ଧମକ ଦେବା, ଏଇଟା ଗୋଟେ ଭଲ କଥା ନୁହଁ। ଏବେ ନାଇଁ, ମ୍ୟାଡ଼ାମ୍କୁ ତାଙ୍କର ସ୍ୱଚ୍ଛତା ପାଇଁ ତାଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ, କିଛି ଅସୁବିଧା ନାହିଁ। ଆମେ ସମସ୍ତେ ମ୍ୟାଡ଼ାମ୍ଙ୍କ ମାନେ ଇଏରେ ଅଛୁ ଯେ ସେ ଭଲ ଲୋକ ଆଉ ତାଙ୍କର ବ୍ୟବହାର ଭଲ, ତାଙ୍କର କାର୍ଯ୍ୟଶୈଳୀ ମଧ୍ୟ ଭଲ।